ସେଇଟା ଯୋଉଟା ପଠାଯାଏ ଟଙ୍କାଏ ଲେଖେ ସେଇଟା ନୁହେଁ ଏବେ ସେଇ 5,000 ଏଇଟା ଗୋଟେ ଟେଷ୍ଟ ପାଇଁ ପଠାଗଲା। ହଁ ମନେକର 50 ଲକ୍ଷ ଲୋକଙ୍କ ପାଖକୁ ଯିବ ମାନେ ହିସାବ କରନ୍ତୁ 50 ଲକ୍ଷ ଟଙ୍କାଟେ ମାନେ କେତେ କୋଟି ଟଙ୍କା ହେଲାଣି ବୁଝିପାରୁଛନ୍ତି ତ ସିଏ ଗୋଟେ ଟେଷ୍ଟ ହିସାବରେ ସରକାରଙ୍କର କିଛି ଗୋଟେ ଯୋଜନା ଭିତରେ ଥିବ ହୁଏତ ମାନେ ନାଇଁ ହୁଏତ ସେମାନେ 4,999 ଟଙ୍କା ପଠାଇ ପାରନ୍ତି ଆଉ ଅନେକଙ୍କ ଆକାଉଣ୍ଟକୁ ମଧ୍ୟ ତ 5,000 ମାନେ ଟଙ୍କାଟେ ଯାଇନି ନା ଅଧାରୁ ଅଧିକ ଲୋକଙ୍କ ଆକାଉଣ୍ଟକୁ ଯାଇନି ସେମାନେ 5,000 ପାଇବେ ତେଣୁ ପ୍ରାୟତଃ ଯେତେବେଳେ ସୁଇଚ୍ ଟିପିବେ ଆଉ ସୁଇଚ୍ଟାକୁ ତ ଗୋଟିଏ ଫର୍ମାଟ୍ରେ ରଖା ହେଇଥିବ ନା କେତେ ଟଙ୍କା କେଉଁଠିକି ଯିବ ବୁଝିପାରୁଛନ୍ତି ତ ଆଉ କିଛି ଲୋକଙ୍କ ପାଖକୁ 5,000 କିଛି ଲୋକଙ୍କୁ 4,999 ଯିବ କି ସେଇ 5,000 ଲେଖେ ହିଁ ଯିବ ସମସ୍ତଙ୍କ ପାଖକୁ ପ୍ରଥମ ପର୍ଯ୍ୟାୟରେ। ପ୍ରଧାନମନ୍ତ୍ରୀ ଆମ ଦେଶର ନେତା ସେ ବିଜେପିର ନେତା ହେଲେ ମଧ୍ୟ ସର୍ବଭାରତୀୟ ଭାରତ ରାଷ୍ଟ୍ରୀୟ ନେତା ସିଏ ତେଣୁ ସିଏ ଆସୁଛନ୍ତି ଓଡ଼ିଶାକୁ ମାନେ ନିଶ୍ଚିତ ଭାବରେ ଗୋଟେ ଖୁସିର କଥା ଆଉ ସରକାରଙ୍କର ଯେଉଁ ଗୋଟେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଫ୍ଲାଗସିପ୍ ପ୍ରୋଗ୍ରାମ ସୁଭଦ୍ରାର ଲୋକାର୍ପଣ ପାଇଁ ସେ ଆସିଛନ୍ତି ସେହି ସୁଭଦ୍ରା ସମ୍ପର୍କରେ ସେମାନେ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଥିଲେ ଏବଂ ତାଙ୍କରି ହାତରେ ଯେତେବେଳେ ସରକାରକୁ ପୁଣି ବିଜେପି ଆସିଲା ସେତେବେଳେ ସେମାନେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଆପଣଙ୍କ ଜନ୍ମଦିନରେ ଆମେ ଏଟାକୁ ଲୋକାର୍ପଣ କରିବୁ ତେଣୁ ସେହି ଅନୁସାରେ ଆଜି ପ୍ରଧାନମନ୍ତ୍ରୀ ଆସିଛନ୍ତି ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ 5,000 ଟଙ୍କା ଆଜି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ତେଣୁ ଏଇଟା ଗୋଟେ ଯେହେତୁ ରାଜ୍ୟ ସରକାରଙ୍କ ଦ୍ୱାରା ବହୁ ଘୋଷିତ ଫ୍ଲାଗସିପ୍ ପ୍ରୋଗ୍ରାମ ବୋଲି କୁହାଯାଉଛି ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏଇଟା ସମଗ୍ର ଯେତେ ଯୋଜନା ଏପର୍ଯ୍ୟନ୍ତ ହେଇଛି ସବୁଠୁ ବଡ଼ ଯୋଜନା ଏଇଟା ହେବ ତେଣୁ এই যোজনার যদিও যোজনাକୁ ନେଇକି ଲୋକଙ୍କ ଭିତରେ ଭ୍ରାନ୍ତି ରହିଛି ସଂଶୟ ରହିଛି କନଫ୍ୟୁଜନ ରହିଛି ଅନେକ ଲୋକ ଆବେଦନ ଠିକଣା ଢଙ୍ଗରେ କରିପାରୁନାହାନ୍ତି ସେମାନଙ୍କର ଆବେଦନ ମଧ୍ୟ ଅନେକ ସମୟରେ ଗ୍ରହଣୀୟ ହୋଇପାରୁନାହିଁ ଆବଶ୍ୟକ ସଚେତନତା ସୃଷ୍ଟି କରାଯାଇ ପାରିନାହିଁ ଯଦିଓ ଯେହେତୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନଟା ଜଲ୍ଦି ପଡ଼ିଯାଇଛି ଆଜି ତେଣୁ ସେହି ଅନୁସାରେ ସେମାନେ ଏଇ ତାରିଖରେ ହିଁ ଘୋଷଣା ଯେହେତୁ କରିଥିଲେ 17 ତାରିଖରେ କରିବେ ବୋଲି ସେପ୍ଟେମ୍ବର 17ରେ ତେଣୁ ସେହି ଅନୁସାରେ ଆଜି ସେମାନେ ଲୋକାର୍ପିତ କରୁଛନ୍ତି ଆପଣ ଦେଖିବେ ଗତକାଲି ନା ପରଦିନ ସୁଦ୍ଧା ମନ୍ତ୍ରୀ କହୁଥିଲେ ଯେ 60 ଲକ୍ଷ ଲୋକ ନାମ ପଞ୍ଜୀକରଣ କଲେଣି ଆଉ 60 ଲକ୍ଷ ଲୋକଙ୍କ ଭିତରୁ କିଛି ଲୋକଙ୍କୁ ନିହାତି ସେଇ 60-70 ଲକ୍ଷ ଲୋକଙ୍କ ପାଖକୁ ଆଜି ଟଙ୍କା ଯିବ ଆଉ ଯେଉଁମାନେ ଅବଶିଷ୍ଟ ଆବେଦନ କରିପାରି ନାହାନ୍ତି ବା ଯେଉଁମାନଙ୍କର ଆବେଦନରେ କୌଣସି ପ୍ରକାର ଆମ୍ବିଗ୍ୟୁଟି ରହିଛି ବା ଅସୁବିଧା ରହିଛି ସେ ସବୁ ଦିଗକୁ ତର୍ଜମା କରିକିରି ସେମାନଙ୍କର ମାନେ ଆବେଦନ ଯାଞ୍ଚ ବୈଧ ହେଲେ ସେମାନଙ୍କୁ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥ ଦିଆଯିବ ବୋଲି ନିଜେ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।